ଆପଣ ପରିଚୟ ଦେବେ। ମୋ ନାଁ ଏ ସୁକିନ୍ଦାର ଜଣେ ଅଧିବାସୀ। ମୋ ନାଁ ଉଦ୍ଧବ ଚରଣ ବେହେରା। ଏଇ ଯେଉଁ ଠାକୁରଙ୍କର କାର୍ଯ୍ୟକ୍ରମ ସବୁ ଚାଲିଛି କେମିତି କ'ଣ ଆରମ୍ଭ ହେଲା? ଇଏ ତ ଅଦ୍ଭୁତ ଲୀଳା ଜଗନ୍ନାଥଙ୍କର ଯେ ଅତୀତରେ ରଜା ସାହେବ ଆଉ ସୁକିନ୍ଦା ଅଧିବାସୀ ମାନେ ବିହୋଳ ହୋଇଯାଇଥିଲେ ପ୍ରଭୁଙ୍କ କାମକୁ କେମିତି ସୁଚାରୁ ରୂପେ ଲଗାଇ ଆମ ପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମାଆଙ୍କର ବିଗ୍ରହ ଯେଉଁ ପରିବର୍ତ୍ତନ ପାଇଁ କାହିଁକି ଚିନ୍ତା ଆସିଲା ନା ବିଗ୍ରହ ଖଣ୍ଡିଆ ମୂର୍ତ୍ତି ପୂଜା କରାଯାଏନି। ଆମର ଠାକୁରଙ୍କର ଭିତର ଅଙ୍ଗ ସବୁ ଟିକେ ଝୁଣା ଆଉ ଲାଖ ଲଗେଇକି ରଥଯାତ୍ରା ହୁଏ, ପହଣ୍ଡି ଠିକ୍ରେ ହେଇପାରନ୍ତି ନାହିଁ। ପ୍ରଭୁଙ୍କର ଅବସ୍ଥା ସେତେ ବିଗ୍ରହଙ୍କର ଅବସ୍ଥା ଏତେ ବାଗ ନଥିଲା। ଏଣୁକରି ଚିନ୍ତାର ବିଷୟ ଆସି ପହଞ୍ଚି ଯାଇଥିଲା। ରଜା ସାହେବ ଏବଂ ସୁକିନ୍ଦାର ଅଧିବାସୀମାନେ ସମସ୍ତେ ବ୍ୟାକୁଳ ହେଉଥିଲେ ପ୍ରଭୁଙ୍କୁ କେମିତି ନବକଳେବର କରିବା, ଏବଂ ନବକଳେବର ମଧ୍ୟ ଆସିଲା, ତା ସମୟ ଭିତରେ ବି ହେଇପାରିଲା ନାହିଁ। କାରଣ ଜଗନ୍ନାଥଙ୍କ ମଧ୍ୟ ଇଚ୍ଛା ନଥିଲା। ଯେତେବେଳେ ଇଚ୍ଛା କଲେ ଲୀଳା କରିବା ପାଇଁ ଅଦ୍ଭୁରୁ ଗୋଟିଏ ଟିମ୍ ରଜା ସାହେବଙ୍କ ସାଙ୍ଗରେ ପୁରୀ ଗଲେ ପଚାରିବା ପାଇଁ। ସେଠି ମୁଖ୍ୟ ପ୍ରଶାସକ ଥିଲେ ରଞ୍ଜନ ଦାସ କଲେକ୍ଟର ମହୋଦୟ। ସେଠି ମୁଖ୍ୟ ପ୍ରଶାସକ ତାଙ୍କରି ପାଖରେ ପହଞ୍ଚିବା ଭିତରେ ସମସ୍ତେ ଅଦ୍ଭୁତ ଲୀଳା ସେଠି ଲାଗିଲା। ଯେମିତି ସବୁ ବାଡ଼ଗ୍ରାହୀ ସୁଭଦ୍ରାଙ୍କର ଏବଂ ଅନ୍ୟ ଜଗନ୍ନାଥ ପ୍ରେମୀ ସବୁ ସେଠି ପହଞ୍ଚିଲେ, ଆଲୋଚନା ଚାଲିଲା। ସେମାନେ କହିଥିଲେ ଯେ ଆମେ ସୁକିନ୍ଦା ଯିବୁ, ଯଦି ପ୍ରଭୁଙ୍କୁ ଦର୍ଶନ କରିବୁ, ପ୍ରଭୁଙ୍କର ଠିକ୍ ଯଦି ଅବସ୍ଥା ନଥିବ ତାହେଲେ ବିଗ୍ରହ କରିବା ପାଇଁ ଆମେ ଆଲୋଚନାକୁ ଆଗେଇବା। ତାପରେ ପରେ ଏ ଲୀଳାମୟଙ୍କର ଲୀଳା ଚାଲିଲା। ଆସିଲେ ବାଡ଼ଗ୍ରାହୀ ଏବଂ ତାଙ୍କ ସାଙ୍ଗରେ ଗୋଟେ ଟିମ୍ ଆସିଲେ ପୁରୀରୁ। ଆସିକି ଦେଖିଲେ ଯେ ପ୍ରଭୁ ପୂଜା ଉପଯୋଗୀ ନୁହନ୍ତି, କାରଣ ଖଣ୍ଡିଆ ମୂର୍ତ୍ତି ପୂଜା କରାଯାଏନି ବା ଭାଙ୍ଗିଥିବା ମୂର୍ତ୍ତି ପୂଜା କରାଯାଏନି। ସେଥିପାଇଁ ନୂତନ ବିଗ୍ରହ ଆରମ୍ଭ ହେବା ପାଇଁ ପ୍ରୟାସ ଜାରି ହେଲା ଏବଂ ସୁକିନ୍ଦାର ଆବାଳ ବୃଦ୍ଧ ବନିତା ସମସ୍ତେ ଆନନ୍ଦ ଉଲ୍ଲାସରେ ମଜିଗଲେ। ରଜା ସାହେବ ଏବଂ ଅନ୍ୟ ଟିମ୍କି ନେଇକି ଦାରୁ ଛେଦନ କରାଗଲା। ଦାରୁ ଛେଦନରେ ଅଦ୍ଭୁତ ଲୀଳା ବି ମଧ୍ୟ ଚାଲିଲା। ସେଠି ହୁଙ୍କା, ସେଠି ବେଲଗଛ, ସେଠି ବରୁଣ ଗଛ, ସେଠି ନାଗ ମହାରାଜ, ଏସବୁ ଦୃଶ୍ୟ ଦେଖିଲା ପରେ ସେଇଠି ଗଛ ଚିହ୍ନଟ କରାଗଲା। ଦାରୁ ଯେଉଁଦିନ ଛେଦନ କରାଗଲା ସେଦିନ ଅଦ୍ଭୁତ ଲୀଳା। ଏଠି ହଜାର ହଜାର ସଂଖ୍ୟା ସୁକିନ୍ଦାରେ ଆନନ୍ଦ ଉଲ୍ଲାସରେ ଦାରୁକୁ ଆଣି ପହଞ୍ଚେଇ ସେଇଦିନଠୁ ଏ କାର୍ଯ୍ୟକ୍ରମ ସବୁ ଚାଲିଛି। ତାପରେ ବିଗ୍ରହ ପ୍ରତିଷ୍ଠାର ଡେଟ୍ କରିବା ପାଇଁ ମଧ୍ୟ ରଜା ସାହେବ ପୁରୀ ଗଲେ। ସେଠୁ ପଣ୍ଡିତ ମହାରାଜ ମାନେ ଆସିଲେ। ସମସ୍ତେ ଆସି ଏ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ କାଲି ପୂର୍ଣ୍ଣାହୁତି ଦେଇକି ଆମ ପ୍ରଭୁଙ୍କୁ ସିଂହାସନରେ ବିରାଜ କରେଇ ଆନନ୍ଦ ଉଲ୍ଲାସରେ ସେମାନେ ଯାଇଛନ୍ତି। ଆଜି ସୁକିନ୍ଦା ଅଭିଭୂତ ହୋଇଯାଇଛି, ଜଗନ୍ନାଥମୟ ହୋଇଯାଇଛି। ସମସ୍ତେ ଆବାଳ ବୃଦ୍ଧ ବନିତା ପରିପୂର୍ଣ୍ଣରେ ସୁକିନ୍ଦା 60 କୋଶ ସାରା ଯାଜପୁର ଜିଲ୍ଲାରେ ଆନନ୍ଦର ଲହରୀ ଖେଳି ଯାଇଛି। ସମସ୍ତେ ଆସି ପୂଜା ଅର୍ଚ୍ଚନା କରୁଛନ୍ତି, ଦର୍ଶନ କରୁଛନ୍ତି, ନୂଆ ଯୌବନ ନବ ଯୌବନ ଦର୍ଶନ ଦେଖୁଛନ୍ତି। ଇଏ ଅଦ୍ଭୁତ ଲୀଳା, ସେଇ ଜଗନ୍ନାଥଙ୍କର ସେ ଲୀଳାରେ ଆମେ ଅଭିଭୂତ ହୋଇଯାଇଛୁ ସୁକିନ୍ଦାବାସୀ। ହେ ଜଗନ୍ନାଥ ମହାପ୍ରଭୁ, ହେ ବଳିଆର ଭୁଜ ବଳଭଦ୍ର ମହାପ୍ରଭୁ, ହେ ସୁଭଦ୍ରା ମା, ଏ ସୁକିନ୍ଦାର ସୁଖ ସାଗର, ଏ ଜଗତ ସାରା ଜଗତକୁ ସୁଖ ସାଗରରେ ଭସେଇ ଦେବ, ଏ ଆଶା କରି ରହୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଜନ୍ମେଜ୍ୟୋତି ପାଠ। ମୋ ନାଁ ଜନ୍ମେଜ୍ୟୋତି ପାଠ। ଘର ଘର ମୋ ନାଁ ରେନ୍ଦାପାଟ। କ'ଣ କହୁଛନ୍ତି? ଆଜ୍ଞା ମୁଁ ଗୋଟେ ଧ୍ୟାନ ବୁଲିବା ପାଇଁ ଚାହୁଁଛି। କୁହନ୍ତୁ। ଆଉ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ସୁକିନ୍ଦା ଅନ୍ତେବାସୀ ସହିତ ସାରା ବିଶ୍ୱର ଜଗନ୍ନାଥ ମଙ୍ଗଳ କରନ୍ତୁ। ଓମ୍ ବ୍ରହ୍ମାଣ୍ଡ ଖଣ୍ଡ ଭାଣ୍ଡେ ସ୍ଥିରତର ଧରଣୀ ମଣ୍ଡଳେ ଚଣ୍ଡୀ ଚଣ୍ଡ ଦୁର୍ଦଣ୍ଡା ଦନ୍ତ ଦନ୍ତା ଦଳବଳ ଦଳନ ଜାତ ଚଣ୍ଡୀ ରତସ୍ୟ ଅନାଦି ନାଦି କନ୍ଦ ନବଦଳତନୟ ସୁନ୍ଦର ଶ୍ରୀ ମୁକୁନ୍ଦ ମନ୍ଦି ପାଦାର ବିନ୍ଦମ ଶତଶିତ ଭୁବନମ୍ ଶ୍ରୀ ଜଗନ୍ନାଥ ଭଜେ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।